ଅପାଲୋ ହଁ ବେ କଣ କାଲି କବିତା କରି କାଇ ଦେଇଥିଲ ତମେ? କବିତା କରି କାଇଁ ଖରାପ ହେଇଥିଲା କି? ହୋଟେଲରୁ ଆଣି ଦେଇଛ ନା? ନାଇଁ ଲୋ ଅପା ଆଖି ଛୁଉଁଛି ମୁଁ ନିଜେ ବନେଇଥିଲି। ମାନେ ତୁ ନିଜେ କବିତା କରି କରିଥିଲୁ? ହଁ। ହେ ଭଗବାନ ବାବୁ ସେ ତରକାରୀ ପାଇଁ ଯୋଉ ମାଡଗୋଳ ଆମର ତମେ ବିଶ୍ୱାସ କରିବନି। ବାବୁଙ୍କର ଏକା ଜିଦି ତୁ ଆଜି କବିତା କରି କଲେ ସେ ଖାଇବେ ନହେଲେ ନାହିଁ। ମୁଁ କରିଦଉଛି ଅପା। ନେ କୋବି ନେ ଗୋଟାଏ କୋବି କଣ ହବ? ତୋ ପାଖେ ନାହିଁ କୋବି? ହଁ ହଁ ମୁଁ କରିଦେବି। ଅଳ୍ପ ରାଗ ନା ବେଶୀ ରାଗ? ନାଇଁ ନାଇଁ କମ ରାଗ ଟିକେ ପକେଇବ। ତୁ ବୁଢା ହେଇଛି। ହଁ ହଁ ଅପା ମୁଁ କରିକି ଦେଇଦେବି। ଅଧଘଣ୍ଟା ନଉଛି କରିକି ଦଉଛି। ଏତେ ଭଲ ତୁ। ହେଇ ସେ ଯୋଉ ଆଇଥିଲେ କାମ କରିବାକୁ କେତେ ଟଙ୍କା କଣ ନେଲେ? କୋଉ କାମ ଅପା? ଏଇ ବାଡି ଘର ସବୁ ସଫା କିଏ କରିଛି? ମୁଁ ବା ଇଲୋ ତୁ କରିଛୁ? ହଁ। ହେ ଭଗବାନ ମୁଁ ଭାବୁଛି ମୂଲିଆ ନଗେଇ ସଫା ହେଇଛି। ଅପା ମୁଁ ଏଇ କେଚୁରୀ ବେଳୁ ଆମ ଗାଁରେ ସବୁ କାମ କରେ। ଖାଲି ଆମ ଗାଁ ନୁହେଁ ଆମ ପଡା ପଡୋଶୀ ସାଇ ଭାଇ ସମସ୍ତଙ୍କ ଘରେ କରେ ବା। ଇଲୋ ଇଲୋ ମୁଁ କଣ କରନ୍ତିନି ଅଣ୍ଟାରେ ପଇଡ ପଇଲ ଦିନଠୁ ମୁଁ ଚାଲି ପାରୁନି କାମ କରିପାରୁନି। ହଉ ଦେ ମୁଁ ଚାହିଁକି ମୁଁ କାମ କରିବି ଆଉ। ତମ ଅଣ୍ଟା ଖରାପ ବାପା। ତମେ ତମେ ଖାଲି ଏଠି ବସ। କୋଉ ସେଇ ପତଳା ମାରି ତ ତମର? ନାଇଁ ନାଇଁ ସେଗୁଡା ମୁଁ କରିଦେବିନି ଦେ ତୁ ବସ ଅପା ତମେ ବସିଲେ। ମା ଏଇ ଲଙ୍କା ସବୁ ତୁ ଲଗେଇଛୁ? ହଁ ବାପା। ଇଲୋ ଆଉ ତୁ ଭାରି କାମିକା ଖଣ୍ଡେ ଅପା ତମେ ଜାଣିଛ ଆମର ବର୍ଷ ବର୍ଷ ଗାଁରେ ପରିବା କିଣା ହୁଏ ନା? ହଁ ସବୁ ପରିବା ମୁଁ ଲଗାଏ। ଅପା ତମେ ଆଉ ଗୋଟେ କଥା ଜାଣିଛ ନା ନାଇଁ? କଣ ଆମର ଯୋଉ ଛାତ ପଡିଲା ମୋ ବାପ ଘରେ ଗୋଟେ ମାନେ ମଜୁରୀ କେହି ଆସିନଥିଲେ। ସବୁ ମୁଁ ସିମେଣ୍ଟ ବୋହି ନେଇ ଗୋଟେ ରାଜମିସ୍ତ୍ରୀ ସାଙ୍ଗରେ କରିଦେଇଛି। କହିଲୁଣି ଆମ ଛାତ ବେଳୁ ତତେ ଡାକିଥାନ୍ତି ତୁ ହେଲେ ପକେଇଥାନ୍ତୁ ମୁଁ ଘାଣ୍ଟି ଆଇ କଷା ଦେଇଥାନ୍ତି ଖାଇଥାନ୍ତି। ହଁ ମୁଁ ପକେଇବି। ଦିତାଲା ବେଳୁ ତୁ ପକେଇବୁ? ହଁ ମୁଁ ପକେଇବି। ମୁଁ ଯାଉଛି ଇଏ ହାଟରୁ ଲଙ୍କା 5 ଟଙ୍କା ଆଣିବି ଆଉ। କଣ ହେଲା? କଣ ମୁଁ ଏଠି ମୁଣ୍ଡ ଝାଳ ତୁଣ୍ଡରେ ମାରିକି ଗଛ ସାରା ବାରି ସାରା ଲଙ୍କା ଲଗେଇଛି। ତମେ ହାଟରୁ ଆଣିବ? ଛିଣ୍ଡା ସବୁ ଲଙ୍କା ଛିଣ୍ଡା। ନାଇଁ ମୁଁ ସେ ଗଛ କାଟି ନେଇଗଲେ ବି ମୁଁ କିଛି କହିବିନି। ନିଅ ତମ ହାତରେ ନିଅ ଅପା। ଆଉ ଚାବି ରଖିଦେଇଛି ତମର ସେ ଯୋଉ ଥାକ ପାଖରେ। ବାହାଘରିଆ ଯାଉଛି ଆଉ ଯାଉଛି ଆଉ ମୋ ସ୍ୱାମୀ ତ ମୋ ପାଇଁ ଚେନ ଫେନ କରିନି ଖାଲି ବେକ କରି ଯିବା କଥା ଆଉ ଯାଉଛି। ଅପା ରୁହ ଏଇ ସୁନା ଜିନିଷ କଣ ଦିଅନ୍ତି? ଏଇ ତମେ ପକାଅ। ସୁନା ଜିନିଷ ଦିଅନ୍ତିନି ବା। ତମେ ପକାଅ ପୁରା କହିଲି ଶୁଣ। ହଜି ହଜି ଯିବ ସୁନା ଜିନିଷ। ହଜିଲେ ବି ମୋ ଅପା କିଛି କହିବିନି। ତମେ ନେଲ ନିଅ। ପଲ୍ଲରେ ଯିବ ପହଞ୍ଚି ଫୋନ କରିବ।